ବ୍ରାହ୍ମଣକୁଣ୍ଡରେ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଲଜ୍ଜା ନିବାରଣ ପାଇଁ ବସ୍ତ୍ରର ଆବଶ୍ୟକତା ରହିଛି। ଏମିତି ବି ସ୍ଥାନ ରହିଛି ଯେଉଁଠି ଅଞ୍ଚଳବାସୀଙ୍କ ପାଖରେ ଯଥେଷ୍ଟ ବସ୍ତ୍ରର ମହଜୁଦ ନଥାଏ। ବସ୍ତ୍ର ମଣିଷର ମୌଳିକ ଆବଶ୍ୟକତା ଅଟେ। ଅଭାବୀ ଲୋକମାନଙ୍କ ପାଖରେ ମୌଳିକ ଆବଶ୍ୟକତାର କିଛି ମୂଲ୍ୟ ନଥାଏ। କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସାରା ଓଡ଼ିଶାରେ ଏହି ଅଭାବୀ ଲୋକମାନଙ୍କ ପାଖରେ ପହଞ୍ଚି ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ କରିଥାଏ। ଏ ବର୍ଷ ବାରିପଦା ଜିଲ୍ଲାର ବାଙ୍ଗିରିପୋଷି ବ୍ଲକ ଚାକିଡ଼ି ଗ୍ରାମ ପଞ୍ଚାୟତର ପର୍ଯ୍ୟଟନ ସ୍ଥାନ ବ୍ରାହ୍ମଣକୁଣ୍ଡ ନିକଟରେ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା। ଖବର ପାଇବା ମାତ୍ରେ ଗ୍ରାମର ବହୁ ବୃଦ୍ଧ ବୃଦ୍ଧା ଛୋଟ ପିଲା ଏବଂ ସ୍ତ୍ରୀ ଲୋକମାନଙ୍କର ଭିଡ଼ ଲାଗିଥିଲା। ସମସ୍ତେ ଅତି ଆନନ୍ଦରେ ବସ୍ତ୍ର ନେଇ ନିଜର ଆବଶ୍ୟକତା ପୂରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, ଟ୍ରଷ୍ଟର ଜ୍ୟୋତିଷ ଗୌରାଙ୍ଗ ନାୟକ, ଟ୍ରଷ୍ଟର ବାରିପଦା ପ୍ରତିନିଧି ରାକେଶ ବଳ, ତପନ କୁମାର ନାଥ, ଦେବେନ୍ଦ୍ର ନାୟକ ଓ ହୃଷିକେଶ ମହାନ୍ତି ସାମିଲ ହୋଇଥିଲେ। ବାରିପଦାରୁ ହିମାଂଶୁ ଖଟୁଆଙ୍କ ରିପୋର୍ଟ, ତୁଳସୀ କ୍ଷେତ୍ର ନ୍ୟୁଜ୍। जंगल रास्ता गाड़ी चला आम एपटे बुलाणी बहुत